ଆଜି ଆମେ ସକାଳୁ ସକାଳୁ ମୋ ଘର ମୋ ବଗିଚାରୁ ଆଜି କିଛି ପାଚିଲା ଭଣ୍ଡା ତୋଳିବା ଆଉ କିଛି ମୂଳା ଉପାଡ଼ିବା ଡାଲମାରେ ଆଜି ପକେଇବା। ଆଉ ପାଚିଲା ଭଣ୍ଡା ଗଛରେ ପାଚି ଯାଇଛି, କିଛି ଭଣ୍ଡା ଆମେ ତୋଳିବା। ଦେଖନ୍ତୁ, ଆପଣମାନେ ଦେଖନ୍ତୁ, ପାଚିଲା ଭଣ୍ଡା ପାଚି ଯାଇଛି ଗଛରେ। ଗଛ ପାଚିଲା ଭଣ୍ଡା, ନଗଦ ଭଣ୍ଡା। ଆଉ ଆପଣମାନେ ବି ଏମିତି ଗଛ ବେଶୀ ନ ଦୁଇ ଚାରୋଟି ଗଛ ପୋତନ୍ତୁ। ଆଉ ପାଚିଲା ଆପଣମାନେ ବି ଏମିତି ଦୁଇ ଚାରିଟା ଗଛ ପୋତନ୍ତୁ। ପାଚିଲା ଭଣ୍ଡା ତ ଆପଣମାନେ ଜାଣିଛନ୍ତି ବହୁ ପ୍ରକାର ଭିଟାମିନ୍ ମିଳେ। ଆଉ ଆପଣମାନେ ମାର୍କେଟରୁ କାହିଁ କିଣିକି ଆଣିକି ଖାଇବେ 50-60 ଟଙ୍କା ଦେଇକି। ଆପଣମାନେ ଘର ବଗିଚାରେ ଘର ପାଖରେ କି ଏମିତି ପୋତନ୍ତୁ, ଗଛ ଗୋଟେ ଗୋଟେ ଗଛ ପୋତନ୍ତୁ। ଆପଣମାନେ ଭଣ୍ଡା ଚଢ଼େଇ ଖାଇ ଦେଇଛି। ଦେଖନ୍ତୁ, ଆପଣମାନେ ଦେଖନ୍ତୁ କେଉଁ ସାଇଜ୍ର ଭଣ୍ଡା ହେଇଛି। ଭଣ୍ଡା ପାଚି ଯାଇଛି। କହୁନ ସେଟା ଆପଣମାନେ ଏମିତି ଭଣ୍ଡା ଦେଖୁଛନ୍ତି ତ, ଆପଣ ପାଚିଛି ଭଣ୍ଡା। ଆପଣମାନେ ଏମିତି ଗଛ ପୋତନ୍ତୁ, ଆପଣମାନେ ଖାଆନ୍ତୁ। ଆସନ୍ତୁ କିଛି ମୂଳା ଉପାଡ଼ିବା ଆଜି। ଦେଖନ୍ତୁ, ମୋ ଘର ମୋ ବଗିଚାରୁ ଆଜି ମୁଁ ଛୋଟ କଦଳୀ କାନ୍ଦି ଟିକେ କାଟିଛି। କଦଳୀ ଘରେ ଖାଇବା ପାଇଁକା ପଚେଇକିରି ମୁଁ କାଟିଛି, ଆଜି ପାକଳ ହେଇଯାଇଛି। ଆଉ ଆପଣମାନେ ଏଇ ସାଇଜ୍ର କଦଳୀ ଯଦି ମାର୍କେଟରୁ କିଣିବେ, ପାଖାପାଖି 8 ଟଙ୍କା 7-8 ଟଙ୍କା ଆପଣମାନଙ୍କୁ କିଣିବା ପାଇଁକା ପଡ଼ିଯିବ। ଆପଣମାନେ କିଛି ନ ଗୋଟିଏ ଯୋଡ଼ିଏ ଗଛ ଲଗାନ୍ତୁ, ଘରେ ଖାଇବା ପାଇଁକା ଆଜ୍ଞା ହେବ। ଦେଖନ୍ତୁ ଆଜ୍ଞା, ବଢ଼ିଆ ମୂଳା ହେଇଛି ଆଜ୍ଞା। ଦେଖନ୍ତୁ, ଦେଖନ୍ତୁ ଆଜ୍ଞା, ବଢ଼ିଆ ମୂଳା ହେଇଛି ଆଜ୍ଞା।